ଆପଣମାନଙ୍କୁ ଗୋଟେ ପ୍ରଶ୍ନ ପଚାରିବି, ଝିଅ ହେବା କ'ଣ ଏତେ ସହଜ? ଯଦି ସହଜ ତାହେଲେ ଆପଣମାନେ ଥରେ କୁହନ୍ତୁ। ଝିଅ ହେବା ତ ବହୁତ ସହଜ, କିନ୍ତୁ ବାପା ମାଆଙ୍କର ଗେହ୍ଲା ଝିଅ ହେବା ବହୁତ କଷ୍ଟକର ନା। ଯଦି ଆମେ ବଡ଼ ହେଲା ପରେ ବାପା ମାଆଙ୍କ ପାଇଁ କିଛି କରିପାରୁନାହାନ୍ତି ତାହେଲେ ସେ ଝିଅ ହେଇକି ଲାଭ କ'ଣ? ସେ ପିଲା ହେଇକି ଲାଭ କ'ଣ? ଯଦି ଆପଣ ଆପଣଙ୍କ ଲାଇଫ୍ରେ ଆପଣଙ୍କ ପରିବାର ପାଇଁ ନିଜ ବାପା ମାଆଙ୍କ ପାଇଁ କିଛି କରିପାରୁନାହାନ୍ତି ତାହେଲେ ଏମିତି ଲାଇଫ୍ ଥାଇକି ଲାଭ କ'ଣ? ଯେଉଁ ଲାଇଫ୍ରେ ଆପଣ ଆପଣଙ୍କ ବାପା ମାଆଙ୍କୁ ଖୁସି ଦେଇପାରୁନାହାନ୍ତି, ଆପଣଙ୍କ ଫ୍ୟାମିଲିକୁ ଖୁସି ଦେଇପାରୁନାହାନ୍ତି, ଟାଇମ୍ ଦେଇପାରୁନାହାନ୍ତି, ଇମ୍ପୋର୍ଟାଣ୍ଟ ଦେଇପାରୁନାହାନ୍ତି, ସବୁ ପାଇଁ ଆପଣଙ୍କ ପାଖରେ ଟାଇମ୍ ଅଛି। ବାହାରେ ବୁଲିବା ପାଖରୁ, ସାଙ୍ଗସାଥିଙ୍କ ପାଖରେ ମସ୍ତି କରିବା ପାଖରୁ ସମସ୍ତଙ୍କ ପାଖରେ ଟାଇମ୍ ଅଛି, କିନ୍ତୁ ବାପା ମାଆଙ୍କ ପାଇଁ ନାହିଁ। ଏଇଟା କେତେ ଦୂର ଠିକ୍? ଯେଉଁ ବାପା ମାଆ ତୁମକୁ ବଡ଼ କରିବା ପାଇଁ ଛୋଟରୁ ଏତେ ବଡ଼ କଲେ, ପାଳି ପୋଷି ମଣିଷ ବି ମଧ୍ୟ କଲେ, ସେଇମାନଙ୍କୁ ଆପଣ ଆଜି ପାଦରେ ଆଡ଼େଇ ଦେଉଛନ୍ତି। ଏମିତି କ'ଣ ପାଇଁ କରୁଛନ୍ତି? ଆଉ ତାପରେ କହିବେ ଝିଅମାନେ ଖରାପ। ଝିଅମାନେ କ'ଣ ପାଇଁ ଖରାପ? ସବୁ ଝିଅଙ୍କ ଲାଇଫ୍ ସମାନ ନଥାଏ। କିଛି ଝିଅ ନିଜ ଫ୍ୟାମିଲି ପାଇଁ ସବୁ କିଛି ତ୍ୟାଗ ମଧ୍ୟ କରିଦିଅନ୍ତି। ଯୋଉଟାକି ଆପଣମାନେ କେବେ ଫିଲ୍ ମଧ୍ୟ କରିପାରିବେନି, କାରଣ ଆପଣଙ୍କ ଲାଇଫ୍ରେ ସେମିତି କିଛି ଅଭାବ ନାହିଁ। ବାପା ମାଆ ଅଛନ୍ତି, କିନ୍ତୁ ଆମ ପାଖରେ ବାପା ମାଆ ଅଛନ୍ତି ସତ, କିନ୍ତୁ ଏମିତି ଭାବରେ ଅଛନ୍ତି।